ପାଇଁ ଶ୍ରଦ୍ଧା ବାଲି ଅଘଟଣ ଘଟିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି ନୀତିକାନ୍ତି ସରିବା ପରେ ସ୍ୱାଭାବିକ ସମୟରେ ପଡ଼ିଥିଲା ପହଡ଼। ଅଯଥା ଜଗନ୍ନାଥଙ୍କୁ ଅନିଦ୍ରା କରିବାର ଆବଶ୍ୟକତା ନଥିଲା, ତେଣୁ ପହଡ଼କୁ ନେଇ ଦ୍ୱନ୍ଦ୍ୱ ନାହିଁ। ଘଟଣାରେ ପ୍ରାରମ୍ଭିକ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବେ ଉନ୍ନୟନ କମିଶନର। ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ, ଯିଏ ବି ଅବହେଳା କରିଥିବ ସାମ୍ନାକୁ ଆସିଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦେଖନ୍ତୁ, ଯେଉଁ ଅବହେଳା କାରଣରୁ ସେଠି ଏଭଳିଆ ଘଟଣା ଘଟିଲା, ସେଥିରେ ଯାହା ପ୍ରାଇମୋଫେସି ଥିଲା ସେ ଘଟଣା ବାବଦରେ ସେଇ ଆଧାରରେ ଯାହା ଯାହା ନିଷ୍ପତ୍ତି ନିଆଯିବା କଥା, ଯାହା ଯାହା ଦଣ୍ଡବିଧାନ କରାଯିବା କଥା, କାଲି ସେ ପ୍ରାଥମିକ ତଥ୍ୟ ଆଧାରରେ ସେତକ କରିଦିଆଯାଇଛି ଏବଂ ତାକୁ ଆହୁରି ସବିଶେଷ ଭାବରେ ତାକୁ ଅନୁଶୀଳନ କରିବା ଏବଂ ଆଗକୁ ଯେମିତି ସେଭଳି ଘଟଣା କେବେ ନ ହେବ ସେହି ପ୍ରକ୍ରିୟାକୁ ଆଖି ଆଗରେ ରଖିକି ତଦନ୍ତ କରାଯାଉଛି ଏବଂ ଡେଭଲପମେଣ୍ଟ କମିଶନର ତାର ତଦନ୍ତର ଦାୟିତ୍ୱ ନେଇଛନ୍ତି ଏବଂ ସେ ତଦନ୍ତ ସେ ତୁରନ୍ତ ଆରମ୍ଭ କରିବେ। ଆମେ ଗୋଟେ ମାସ ଭିତରେ ସେ ତଦନ୍ତ ପ୍ରକ୍ରିୟା ସରିଲେ से कहीं है सी तो गोटे दिग, कहीं है किए दोषी से तो गोटे दिग, द्वितीय दिगटी आसो जे से कौन आवश्यकता अच्छी जो जहाँफल कि भविष्य में एभली स्थिति केबे न हो से कथा को भी से संपूर्ण रूपे तदंतर परिसरभुक्त तेणुक से तदंतर रिपोर्ट आसला से अनुसार सरकार ताकू कोभली भाव तार इम्प्लीमेंटेशन हम ताकू चिंता कर। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।